ୟୁକ୍ରେନ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କଲେ ମୋଦି। ରୁଷ ଠାରୁ ତୈଳ କିଣିବାରେ କାରଣ କହିଲେ ଭାରତ। ୟୁକ୍ରେନ ଗସ୍ତରୁ ଫେରିଥିବା ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନ୍ସ୍କି ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଛନ୍ତି। ଜେଲେନ୍ସ୍କି ମଧ୍ୟ ଭାରତ ଆସିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ମହାନ ଦେଶ ଗସ୍ତ କରିବାକୁ ସେ ଖୁସି ହେବେ। ବିଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ ରୁଷ ସହିତ ଯୁଦ୍ଧର ସମାଧାନ ବିଷୟରେ କହିଥିଲେ। ଏହି ସମୟରେ ୟୁକ୍ରେନ ସହିତ କିଛି ବଡ଼ ଡିଲ୍ ମଧ୍ୟ ସ୍ୱାକ୍ଷରିତ ହୋଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଗଣମାଧ୍ୟମକୁ କହିଛନ୍ତି ଯେ ରୁଷ ଭାରତର ତୈଳ ଚୁକ୍ତିକୁ ନେଇ ୟୁକ୍ରେନ ଉଦ୍ବେଗ ପ୍ରକାଶ କରିଛି। ତୈଳ ବଜାରର ସାମ୍ପ୍ରତିକ ପରିସ୍ଥିତି, ଭାରତ ଉପରେ ଏହାର ପ୍ରଭାବ, ରୁଷରୁ ତୈଳ କିଣିବାର ଆବଶ୍ୟକତା ଏବଂ ବିଶ୍ୱ ଅର୍ଥନୀତିରେ ଏହାର ପ୍ରଭାବ ଭାରତର ସୃଷ୍ଟି କରିଛି। ଜୟଶଙ୍କର ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଛନ୍ତି। ଡକ୍ଟର ଏସ୍ ଜୟଶଙ୍କର ଗଣମାଧ୍ୟମକୁ କହିଛନ୍ତି ଯେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି ସୁବିଧା ଅନୁଯାୟୀ ଭାରତ ଆସିବେ। କାରଣ ଯେତେବେଳେ ମିଡିଆ ସମ୍ପର୍କିତ ବୈଠକ ପଚରା ହେଲା, ଜେଲେନ୍ସ୍କି ଏହି ମଧ୍ୟ କହିଛନ୍ତି ଯେ ସେ ଭାରତ ଆସି ଖୁସି ହେବେ। ୟୁକ୍ରେନ ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ ସେ ଚାହୁଁଛନ୍ତି ଯେ ଭାରତ ତାଙ୍କ ଦେଶ ସପକ୍ଷରେ ରହୁ। ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଯେ ରୁଷ ସହିତ ଭାରତ ଶକ୍ତି ବଜାର ଉପରେ ମଧ୍ୟ ଆଲୋଚନା କରାଯାଇଛି। ସେ କହିଛନ୍ତି ଯେ ଶକ୍ତି ବଜାରକୁ ନେଇ ବର୍ତ୍ତମାନ ପରିସ୍ଥିତି କ'ଣ ସେ ୟୁକ୍ରେନ ବୁଝାଇଛନ୍ତି। ଏହି କାରଣରୁ ଆନ୍ତର୍ଜାତିକ ଅର୍ଥନୈତିକ ସମସ୍ୟାର ସମ୍ମୁଖୀନ ହେଉଛି। ୟୁକ୍ରେନ ଯୁଦ୍ଧ ପରେ ପରିସ୍ଥିତି ବଦଳିଗଲା। ଏସ୍ ଜୟଶଙ୍କର ସ୍ପଷ୍ଟ କରିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ପୂର୍ବରୁ ଭାରତ କେବଳ ଗଲ୍ଫ ଦେଶରୁ ତେଲ କିଣୁଥିଲା, କିନ୍ତୁ ଯୁଦ୍ଧ ପରେ ପରିସ୍ଥିତି ବଦଳି ଯାଇଥିଲା। ଅନ୍ୟ ଦେଶ ତୁଳନାରେ ରୁଷ ଶସ୍ତା ତେଲ ଯୋଗାଉଛି, ତେଣୁ ସେଠାରେ ଏହା କିଣି ଦିଆଯାଉଛି। ଯଦି ଭାରତ ଗଲ୍ଫ କିମ୍ବା ଅନ୍ୟ ଦେଶରୁ ତେଲ ନେଇଥାଏ, ତେବେ ଏହା ରୁଷ ଅପେକ୍ଷା ମହଙ୍ଗା ହେବ। ଏହା ଭାରତ ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପକାଇବ। ଏହା ଦ୍ୱାରା ବିଶ୍ୱ ମଧ୍ୟ ପ୍ରଭାବିତ ହେବ। ରୁଷରୁ ତେଲ କିଣିବା ଦ୍ୱାରା ଭାରତ ବୈଦେଶିକ ବାଣିଜ୍ୟ ଏବଂ ତେଲକୁ ସନ୍ତୁଳିତ କରିଛି।